ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ସେବାଶ୍ରମର ଛାତ୍ରର ମୃତ୍ୟୁ ଘଟିଛି। ମୃତ ଚତୁର୍ଥ ଶ୍ରେଣୀ ଛାତ୍ର ଜଣକ ହେଲେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଡକୁଲୁଗୁଡ଼ା ସେବାଶ୍ରମର ଚନ୍ଦୁ ଉଲାକା। ଗତ କିଛିଦିନ ତଳେ ଚନ୍ଦୁକୁ ପ୍ରବଳ ଜ୍ୱର ହୋଇଥିଲା। ତେବେ ଗତକାଲି ବିଦ୍ୟାଳୟରେ ରକ୍ତ ନମୁନା ପରୀକ୍ଷା ପରେ ମ୍ୟାଲେରିଆ ଚିହ୍ନଟ ହୋଇଥିଲା। ଏନେଇ ତାକୁ ବିଦ୍ୟାଳୟରେ ଔଷଧ ମଧ୍ୟ ଦିଆଯାଇଥିଲା। ତେବେ ଏ ସଂକ୍ରାନ୍ତରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ବାପା ଆଜି ବିଦ୍ୟାଳୟକୁ ଯାଇ ପୁଅକୁ ଘରକୁ ନେଇଯାଇଥିଲେ। ତେବେ ଘରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାକୁ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ଛାତ୍ର ଚନ୍ଦ୍ରୁ ମୃତ୍ୟୁବରଣ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ମୃତଦେହ ଘରକୁ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଁ ଠିକଣା ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଅନ୍ୟ ଉପାୟ ନ ପାଇ ଚନ୍ଦୁର ବାପା ରମେଶ ଉଲାକା ଏକ ବାଇକ୍ ଯୋଗେ ପୁଅର ଶବକୁ ନିଜ ଗାଁ ଲାଲବି ଗ୍ରାମକୁ ନେଇଥିଲେ। ତେବେ ବାଇକ୍ରେ ମୃତଦେହ ନେବା ଘଟଣାକୁ ସବୁ ସ୍ତରରେ ନିନ୍ଦା କରାଯାଇଥିବା ବେଳେ ଚନ୍ଦୁକୁ ବିଦ୍ୟାଳୟରେ ସଠିକ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ବୋଲି ସେବାଶ୍ରମର ପ୍ରଧାନ ଶିକ୍ଷକ ବୁଦ୍ଧଦେବ ତାଢ଼େଙ୍ଗୀ କହିଛନ୍ତି। ଡକୁଲୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଛି। ଆଉ ପିଲାଟା ଶୁକ୍ରବାର ଆସିଲା, ଆଉ ମଝିରେ ଠିକ୍ ଠାକ୍ ଅଛି। ସୋମବାର ସେ ଆମର ମେଡ଼ିକାଲ ଟିମ୍ ଆସିଥିଲେ, ଆଶା ଦିଦି, ଏଏନ୍ଏମ୍ ଦିଦି ଆଉ ସେ ସୁପରଭାଇଜର ମ୍ୟାଡ଼ାମ୍ ବ୍ଲଡ଼ ଟେଷ୍ଟ କରାହେଲା, ମ୍ୟାଲେରିଆ ଟେଷ୍ଟ କରାହେଲା। ସେଥିରେ 2ଟା ପଜିଟିଭ୍ ବାହାରିଲା। ଗୋଟେ ଏବେ ନର୍ମାଲ୍ ଅଛି, ଭଲ ଅଛି ସିଏ। ଇଏ ବି ଠିକ୍ ଠାକ୍ ଥିଲା ସକାଳୁ। ତା ବାପା ସକାଳୁ କେଉଁଠୁ ଖବର ପାଇକିରି ଆସିଲେ, 9ଟା ବେଳକୁ ଧରିକିରି ଗଲେ ଘରକୁ। ସିଧା ଘର ମେଡ଼ିକାଲ ମୋର ରିସ୍କରେ ବୋଲିକିରି ସେ ଆମେ ବି ଛାଡ଼ୁନଥିଲୁ। ସେ ନିଜେ ଧରିକିରି ଗଲା, ଲେଖାଲେଖି କରିକିରି ଛାଡ଼ିଛୁ ଆମେ। ଆଉ ତାପରେ 3:30 ବେଳକୁ ଆଜି ଶୁଣିଲା ବେଳକୁ ମେଡ଼ିକାଲରେ ତା'ର ଇଏ ନାହିଁ ବୋଲିବାରୁ ମୁଁ ମେଡ଼ିକାଲ ଏବେ ଜଷ୍ଟ ଆସିଲି। ସବୁ ସେ ଜାଣିଛନ୍ତି, ଆମେ ଆମ ତରଫରୁ ଟ୍ରିଟମେଣ୍ଟ କରିବାକୁ ଆମେ ଇଏ ଥିଲୁ। ରାୟଗଡ଼ାରୁ ସୁବ୍ରତ ଚୌଧୁରୀଙ୍କ ରିପୋର୍ଟ, ନାରଦ ନ୍ୟୁଜ୍ ଓଡ଼ିଆ।